ଭଡ଼ାରେ ଗର୍ଭଧାରଣ, ସରୋଗେସିରେ ପିଲା ଜନ୍ମ, ଉଦ୍ଧାରେ ଗର୍ଭ। କିଛି ଦିନ ପୂର୍ବରୁ ନୂଆ ଲାଗୁଥିବା ଏ ଶବ୍ଦ ଏବେ ସତେ ଯେପରି ଶବ୍ଦକୋଷରୁ ହଟିଗଲାଣି। ଉଦ୍ଧାରୀରେ ଗର୍ଭଧାରଣ ପାଇଁ ମିଳୁନାହାନ୍ତି ମହିଳା। କମିବାରେ ଲାଗିଛି ସରୋଗେସି ବନ୍ଦୋବସ୍ତ, ଯାହା ଫଳରେ ଭଡ଼ା ଗର୍ଭ ଶବ୍ଦ ବ୍ୟବହାର କମିଛି। ସରୋଗେସିର ଅର୍ଥ ହେଉଛି ବଡ଼ ବଡ଼ିଆଙ୍କ ପାଇଁ ସାଧାରଣ ମହିଳା ଗର୍ଭଧାରଣ କରିଥାନ୍ତି। 9 ମାସ ପିଲାକୁ ପେଟରେ ପାଳିବା ପରେ ଶିଶୁକୁ ଜନ୍ମ ଦେଇ ଫେରାଇ ଦେଇଥାନ୍ତି। ବିଶେଷ କରି ବିଦେଶୀ ଦମ୍ପତିମାନେ ସରୋଗେସି ବନ୍ଦୋବସ୍ତ ବେଶ୍ ଆପଣେଇଥାନ୍ତି। ବିଦେଶୀ କପଲଙ୍କ ପାଇଁ ଭାରତ ସରୋଗେସି ଟୁରିଜିମ୍। ଉଦ୍ଧାରୀ ଗର୍ଭ ପାଇଁ ବାରମ୍ବାର ଭାରତ ଆସୁଥିଲେ ଦମ୍ପତି। ଭାରତକୁ କୁହାଯାଉଥିଲା ବେବି ଫ୍ୟାକ୍ଟ୍ରି। ଏଥିପାଇଁ ସ୍ୱତନ୍ତ୍ର କ୍ଲିନିକ୍ ମଧ୍ୟ ଗଢ଼ି ଉଠିଥିଲା। ଇଚ୍ଛା ନଥିଲେ ବି ସ୍ୱଳ୍ପ କିଛି ପଇସା ପାଇଁ ଏହି କାମ କରୁଥିଲେ କିଛି ମହିଳା। ଭଡ଼ାରେ ଗର୍ଭ ଧାରଣ କରିବାଠାରୁ ଶିଶୁ ଜନ୍ମ ହେବା ପର୍ଯ୍ୟନ୍ତ ହସ୍ପିଟାଲ ସମସ୍ତ ସୁବିଧା କରାଉଥିଲା। ଧୀରେ ଧୀରେ ଏହା ବଢ଼ିବାରେ ଲାଗିଲା। ବେଆଇନ ଭାବେ ଭଡ଼ାରେ ଗର୍ଭ ଯୋଗାଇଦେଲେ ଛୋଟ ଛୋଟ କ୍ଲିନିକ୍ ଓ ହସ୍ପିଟାଲ। ଏଥିରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ସରକାର ଆଣିଲେ ଆଇନ। ହେଲେ ପ୍ରଚୁର ପଇସା ମିଳୁଥିବାରୁ ଏହା ଉପରେ ସାମାନ୍ୟ ରୋକ ଲାଗିପାରିଲା। ଏବେ ପୁଣି ମୁଣ୍ଡ ଟେକିଲା ସରୋଗେସି କାରବାର। ଦିଲ୍ଲୀରେ ଆକ୍ଟିଭ ହେଲେଣି ଏଜେଣ୍ଟ। 15ରୁ 40 ଲକ୍ଷ ଟଙ୍କାରେ ଡିଲ୍ କ୍ଲୋଜ୍। ଚୁପଚାପ ଚାଲିଛି ବେଆଇନ ବ୍ୟବସାୟ। ସରୋଗେସି ପାଇଁ ଗୁରୁଗ୍ରାମରେ ଡାକ୍ତରଙ୍କ ପୂର୍ବରୁ କୋର୍ଡିନେଟର ଡିଲ୍ ଫାଇନାଲ କରୁଛନ୍ତି। ଯେତେ ସୁନ୍ଦର ଓ ସୁସ୍ଥ ମହିଳା ସେହି ହିସାବରେ ପଇସା। ରେଟ୍ ବୁଝାମଣା ପରେ ଉଦ୍ଧାରୀ ଗର୍ଭ ପାଇଁ 10ରୁ 15ଟି ମହିଳାଙ୍କ ସ୍କ୍ରିନିଂ କରୁଛନ୍ତି ହସ୍ପିଟାଲ। ହରିୟାଣା, ବିହାର ଓ ୟୁପି ମହିଳାମାନଙ୍କର ରେଜଲ୍ଟ ଅଧିକ। ଡିଲ୍ ଫାଇନାଲ ହେବାର 15 ମାସ ପରେ ନବଜାତକ ପହଞ୍ଚୁଛି ଘରେ। ଡେଲିଭରି ପରେ ମା ଓ ଶିଶୁକୁ ଅଲଗା କରାଯାଉଛି। ପିଲାକୁ ଘରେ ପହଞ୍ଚାଇବା ଦାୟିତ୍ୱ ନେଉଛନ୍ତି ହସ୍ପିଟାଲ ଏବଂ ଏଜେଣ୍ଟ। 10 ବର୍ଷ ପୂର୍ବରୁ ଭାରତରେ ଜୋରଦାର ଚାଲିଥିଲା ଏଭଳି ଭଡ଼ା ଗର୍ଭଧାରଣ। ଝାଡ଼ଖଣ୍ଡରୁ ଏକ ସରୋଗେସି ରାକେଟକୁ ଧରିଥିଲା ପୋଲିସ। ପ୍ରାୟ 13ରୁ 14 ବର୍ଷ ବୟସର ନାବାଳିକାଙ୍କୁ ସରୋଗେଟ୍ ବନାଯାଇଥିଲା। ଜଣେ ଝିଅଙ୍କଠାରେ 6 ଥର ଭଡ଼ା ଗର୍ଭ ରଖାଯାଇଥିଲା। ଆଦିବାସୀ ନାବାଳିକାଙ୍କୁ କେୟାରଟେକର ଭାବେ କାମ କରାଇବାକୁ ଆଣି ଏହି ସରୋଗେଟ୍ କରାଯାଉଥିବା ଅଭିଯୋଗ ହୋଇଥିଲା। ଏହା ଉପରେ ଆକ୍ସନ ମଧ୍ୟ ହୋଇଛି। ହେଲେ ରାଜଧାନୀ ଦିଲ୍ଲୀରେ ଏବେ ପୁଣି ଆରମ୍ଭ ହେଲାଣି ସରୋଗେସି ମଦର ଯୋଗାଣ। ବ୍ୟୁରୋ ରିପୋର୍ଟ, ପ୍ରମେୟ ନ୍ୟୁଜ୍ 7 ଡିଜିଟାଲ।